ମହତ୍ଵ କେବେ ମଧ୍ୟ କୌଣସି ମଣିଷର ନୁହଁ, ମଣିଷର ଭଲ ସ୍ୱଭାବର ହୋଇଥାଏ। କେଉଁ ମଣିଷ କ୍ଷଣିକରେ ଆମ ହୃଦୟ ଜିତି ଯାଇଥାଏ ତ କେଉଁ ମଣିଷ ସାରା ଜୀବନ ପାଖରେ ରହି ମଧ୍ୟ ନିଜର ହୋଇପାରେ ନାହିଁ। ଏହି ଦୁଇଟି କଥା ମଣିଷକୁ ନିଜ ଲୋକଙ୍କ ଠାରୁ ଦୂରେଇ ଦେଇଥାଏ। ଗୋଟିଏ ହେଲା ଅହଙ୍କାର, ଅନ୍ୟଟି ହେଲା ସନ୍ଦେହ। ଅହଙ୍କାର ଦେଖି କୌଣସି ସମ୍ପର୍କକୁ ଭାଙ୍ଗିଦେବା ଠାରୁ ଭଲ କ୍ଷମା ମାଗିକି ସେ ସମ୍ପର୍କକୁ ବଞ୍ଚେଇ ରଖିବା। ଯାହା ବିନା ଗୋଟିଏ ମୁହୂର୍ତ୍ତ ରହି ହୁଏ ନାହିଁ, ଶେଷରେ ସେହି ମଣିଷ ହିଁ ଶିଖେଇ ଦେଇଥାଏ ଏ ଦୁନିଆରେ କେମିତି ଏକା ବଞ୍ଚିବାକୁ ହୁଏ। ଅହଙ୍କାର ନିଆଁ ସଦୃଶ ହୋଇଥାଏ, ଯେପରି ଏକ ଶକ୍ତ ଲୁହାକୁ ସହଜରେ ନୁଆଇଁ ପାରେ, ସେହିପରି ଅହଙ୍କାର ଏକ ଭଲ ମଣିଷକୁ ମଧ୍ୟ ନିମ୍ନଗାମୀ କରି ପକାଏ। ତେଣୁ ଏ ଦୁଇ ଦିନର ଜୀବନରେ ଅହଙ୍କାର ଛାଡ଼ି ଦିଅନ୍ତୁ। ମଣିଷର ଜୀବନରେ ସମୟଠାରୁ ଅଧିକ କେହି ନିଜର କିମ୍ବା ପର ନଥାନ୍ତି। ଯେତେବେଳେ ସମୟ ନିଜର ସେତେବେଳେ ସମସ୍ତେ ନିଜର, ଆଉ ଯେତେବେଳେ ସମୟ ପର ସେତେବେଳେ ସମସ୍ତେ ପର। ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡ଼େ ତେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ, କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ରାତ୍ରିର ଜହ୍ନ ପାଇଁ ନିଜେ ଅସ୍ତ ହୋଇଯାଏ। ଦୁଃଖ ତ ତାକୁ କୁହାଯାଏ ଯାହା ଦୁଇ ଟୋପା ଲୁହ ହୋଇ ଆଖିରୁ ଝରିଯାଏ। ଜୀବନର କିଛି ସତ କଥା, ମାଙ୍କ ଠାରୁ ବିଶ୍ୱାସୀ କେହି ବି ନାହିଁ। ଗରିବର କେହି ବନ୍ଧୁ ନାହିଁ। ଲୋକେ ଗୁଣ ନୁହେଁ ଚେହେରା ଦେଖିଥାନ୍ତି। ଇଜ୍ଜତ ମନୁଷ୍ୟର ନୁହେଁ ପଇସାର ହୋଇଥାଏ। ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଉ ସେ ହିଁ ସବୁଠାରୁ ବେଶୀ ଦୁଃଖ ଦେଇଥାଏ। ବିଶ୍ୱାସ ତାକୁ କର ଯେ ବିଶ୍ୱାସର ଯୋଗ୍ୟ, ନହେଲେ ଅଜଣା ଲୋକ ବି ଆଜିକାଲି କିଛି ମୁହୂର୍ତ୍ତ ପାଇଁ ସାଥିରେ ଚାଲୁଛନ୍ତି। ଅନ୍ୟ ଉପରେ ଭରସା ଗୋଟିଏ ଦିନ ମାରିଦିଏ ସମସ୍ତଙ୍କୁ। ସେହି ଭରସା ନିଜ ଉପରେ କରିକି ଦେଖ, କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେବ ତୁମକୁ। ମନେ ରଖିବେ, ଯଦି ଆପଣ ରାଗ ସମୟରେ ଧୈର୍ଯ୍ୟ ରଖୁଛନ୍ତି ତେବେ ଆପଣ ଦୁଃଖର 100 ଦିନରୁ ବଞ୍ଚିଯିବେ। ଆପଣଙ୍କ ଜୀବନରେ ଘଟୁଥିବା ପ୍ରତିଟି ଘଟଣା ପାଇଁ କେବଳ ଆପଣ ହିଁ ଦାୟୀ। ଯେଉଁଦିନ ଆପଣ ଏକଥା ବୁଝିଯିବେ ସେହିଦିନ ଠାରୁ ଆପଣଙ୍କ ଜୀବନ ସରଳ ହୋଇଯିବ। ଜୀବନରେ କିଛି ବି ଜିନିଷକୁ ସହଜରେ ପାଇବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଯେଉଁ ଜିନିଷ ସହଜରେ ମିଳିଥାଏ ସେ ଜିନିଷ ବେଶୀ ଦିନ ରହେ ନାହିଁ। ଯେଉଁ ଜିନିଷ ବେଶୀ ଦିନ ରହେ ତାହା ଏତେ ସହଜରେ ମିଳେ ନାହିଁ। ସହଜ ଓ ସରଳ ପଥକୁ ଆପଣାଉଥିବା ବ୍ୟକ୍ତି କେବେ ବି ଆଗକୁ ଯାଇପାରେ ନାହିଁ। ଦୁନିଆରେ ସବୁ ଜିନିଷ ଟଙ୍କା ଦେଇ କିଣା ଯାଇପାରେ, କିନ୍ତୁ ସମ୍ପର୍କ କେବଳ 2 ପଦ ମିଠା କଥା ଓ ଭଲ ପାଇବା ଦେଇ କିଣି ହୁଏ। ଯଦି ମଣିଷ କେବଳ ନିଜ ଭୁଲ ହିଁ ଗଣିବାକୁ ଲାଗିବ ତେବେ ଅନ୍ୟ ଲୋକଙ୍କର ଭୁଲ ଦେଖିବାକୁ ବି ତା ପାଖରେ ସମୟ ରହିବ ନାହିଁ। କଥା କହୁ କହୁ ଆଖିରେ ଲୁହ ଆସିଯାଏ। ପରିସ୍ଥିତି ବେଳେ ବେଳେ ଏମିତି ବି ହୋଇଥାଏ। ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ଶୁଏ ନାହିଁ। ଖରାପ ଚିନ୍ତା କରୁଥିବା ଲୋକର କେବେ ପେଟ ପୁରେ ନାହିଁ। ଦୁନିଆରେ ସବୁଠାରୁ ସୁନ୍ଦର ଗଛ ହେଉଛି ବିଶ୍ୱାସ, ଯାହା ମାଟିରେ ନୁହେଁ ହୃଦୟରେ ଲଗାଯାଏ। ପ୍ରତିଶୋଧ ନେବାଠାରୁ ଭଲ ନିଜକୁ ଉନ୍ନତି ପଥରେ ନେଇ ଚାଲ, ଏବଂ ଏହା ହିଁ ବୁଦ୍ଧିମାନର କାମ। ଅହଙ୍କାରର ଆୟତରେ ସମସ୍ତେ ଅଛନ୍ତି, ହେଲେ ସମସ୍ତଙ୍କ ଆୟତରେ ଅହଙ୍କାର ନାହିଁ। ଜୀବନରେ ହୃଦୟ ଭାଙ୍ଗିବା ବି ଜରୁରୀ, କାହିଁକି ନା ଭାଙ୍ଗିବ ନାହିଁ ତ ଯୋଡ଼ିବା ଶିଖିବେ କେମିତି? ମଣିଷ ମୁହଁ ଚିହ୍ନିବା ସହଜ, କିନ୍ତୁ ମଣିଷର ମନ ଆଉ ଉଦ୍ଦେଶ୍ୟକୁ ଚିହ୍ନିବା ଅତି କଷ୍ଟକର। ଜାତି, ଗୋତ୍ର, ଧର୍ମ ନିର୍ବିଶେଷରେ ଆମେ ମଣିଷ।
କେବଳ ମାନବିକତା ରହିବା ଆବଶ୍ୟକ। କାହା ପ୍ରତି ଘୃଣା ଭାବ ରଖିବା, ତେବେ ଆମେ ପଶୁ ହୋଇପାରିବା, କିନ୍ତୁ ମଣିଷ ନୁହେଁ। ଅହଙ୍କାରର ଅର୍ଥ କେବେ ବି ଆତ୍ମସମ୍ମାନ ନୁହେଁ। ଯେ ଅହଙ୍କାରୀ ସେ ସବୁବେଳେ ଜୀବନକୁ ଭୁଲ ବାଟ ଦେଇ ବଞ୍ଚେ। ଅହଙ୍କାରୀ ଲୋକର ବାସ୍ତବରେ କୌଣସି ଗାରିମା କିମ୍ବା କୌଣସି ଗୌରବ ନଥାଏ। ଦ୍ରୌପଦୀଙ୍କର ବସ୍ତ୍ରହରଣ କରିଥିବା ଲୋକଙ୍କୁ ସବୁ ଲୋକ ଭୁଲିଗଲେ, କିନ୍ତୁ ଯେ ଦେବୀ ସୀତାଙ୍କୁ କେବେ ସ୍ପର୍ଶ ମଧ୍ୟ କରିନଥିଲା, ଆଜି ବି ତାଙ୍କୁ ସବୁ ବର୍ଷ ଜଳା ଯାଉଅଛି। ଏହି ଯୁଗରେ ଲୋକ ରାବଣ ଭଳି ହେଇଗଲେ ମଧ୍ୟ ବହୁତ ବଡ଼ କଥା, କାରଣ ରାବଣ ହେବା ମଧ୍ୟ ଏତେ ସହଜ ନଥିଲା। ରାବଣ ପାଖରେ ଅହଙ୍କାର ଥିଲା ତ ପଶ୍ଚାପାତ ବି ଥିଲା। ରାବଣ ପାଖରେ କାମନାର ଅଗ୍ନି ଥିଲା ତ ସଂଯୋଗ ବି ଥିଲା। ରାବଣ ପାଖରେ ସୀତାଙ୍କୁ ଅପହରଣ କରିବାର ଶକ୍ତି ଥିଲା ତ ବିନା ଅନୁମତିରେ ପର ସ୍ତ୍ରୀଙ୍କୁ ସ୍ପର୍ଶ ନ କରିବାର ପ୍ରତିଜ୍ଞା ବି ଥିଲା। ମାତା ସୀତା ଜୀବିତ ମିଳିଲେ ଏହା ରାମଙ୍କର ଶକ୍ତି ଥିଲା, କିନ୍ତୁ ମାତା ସୀତା ପବିତ୍ର ଥିଲେ ଏହା ରାବଣର ମର୍ଯ୍ୟାଦା ଥିଲା। ହେ ପ୍ରଭୁ ରାମଚନ୍ଦ୍ର, ତୁମ ଯୁଗର ବହୁତ ରାବଣ ବି ଭଲ ଥିଲା। ଦୋଷରୁ ଦୋଷ ଚେହେରାକୁ ସବୁ ବାହାରେ ରଖୁଥିଲା, କିନ୍ତୁ ଏହି କଳିଯୁଗର ରାବଣ ମାନେ ମୁହଁରେ ରାମଙ୍କର ଛବି ରଖି ମନରେ ହଜାରେ ରାବଣର ମୁଣ୍ଡକୁ ଲୁଚାଇ ରଖୁଛି। ସବୁ ଝଡ଼ ଆମର କ୍ଷତି କରିବାକୁ ଆସିନଥାଏ, କିଛି ଝଡ଼ ଆମ ରାସ୍ତା ସଫା କରିବାକୁ ବି ଆସିଥାଏ। ଅଭିଯୋଗ ଆପଣ କାହା ପାଖରେ କରିବେ? ଜୀବନ ପାଖରେ, ସମୟ ପାଖରେ, ନା କୌଣସି ମଣିଷ ପାଖରେ? ସମସ୍ତେ ଏଠି ନିଜ ନିଜ ରାସ୍ତାରେ ଧାର୍ଯ୍ୟ, ତେବେ ଆପଣ ବି ନିଜର ରାସ୍ତାକୁ ଧାର୍ଯ୍ୟ କରନ୍ତୁ। ଯାହା ସହଜରେ ମିଳିଥାଏ ତାହା ଧୋକା, ଯାହା କଠିନତାରେ ମିଳିଥାଏ ତାହା ସଫଳତା, ଏବଂ ଯାହା ହୃଦୟରୁ ମିଳିଥାଏ ତାହା ପ୍ରେମ, ଏବଂ ଯାହା ଭାଗ୍ୟରେ ମିଳେ ତାହା ସଚ୍ଚା ବନ୍ଧୁ। ଯେବେ ତୁମେ କାହାକୁ ନିଜଠାରୁ ଅଧିକ ବିଶ୍ୱାସ କରିଥାଅ, ସେତେବେଳେ ଏହି ଦୁଇଟି ମଧ୍ୟରୁ ଗୋଟିଏ ପରିଣାମ ମିଳିଥାଏ, ଭଲ ସାଥୀଟିଏ କିମ୍ବା ଭଲ ଶିକ୍ଷାଟିଏ। ଜରୁରୀ ନୁହେଁ କି ଭୁଲ କର୍ମ କଲେ ହିଁ କଷ୍ଟ ସହିବାକୁ ପଡ଼େ। ବେଳେବେଳେ ଅତ୍ୟଧିକ ଭଲ ବନିଯିବାରେ ବି ଦଣ୍ଡ ମିଳେ। ଇତିହାସ କହୁଛି କି କାଲି ଖୁସି ଥିଲା, ବିଜ୍ଞାନ କହୁଛି କାଲି ଖୁସି ମିଳିବ। ଯଦି ମନ ନିର୍ମଳ ଏବଂ ହୃଦୟ ଭଲ ଅଛି, ତେବେ ପ୍ରତ୍ୟେକ ମୁହୂର୍ତ୍ତ ଖୁସିରେ କଟିବ। ଅନ୍ୟର ଖରାପ ଗୁଣକୁ ଖୋଜିବାରେ ଆମର ଦୁଇଟା ଜିନିଷ ଚାଲିଯାଏ, ଗୋଟିଏ ହେଲା ସମୟ, ଆଉ ଗୋଟିଏ ହେଲା ନିଜ ପାଖରେ ଥିବା ଭଲ ଗୁଣ। ଭଲ ମଣିଷ ହେବା ପାଇଁ ସେତିକି ଚେଷ୍ଟା କର ଯେତିକି ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରୁଛ।